ପବିତ୍ର ବୋଇତ ବନ୍ଦାଣ ନେଇ ବାଲିଘାଟରେ ହଜାର ହଜାର ଲୋକଙ୍କ ଭିଡ଼। ପବିତ୍ର ବୋଇତ ବନ୍ଦାଣ ଉତ୍ସବ ଓ କାର୍ତ୍ତିକ ପୂର୍ଣ୍ଣିମା ନେଇ ବାଲେଶ୍ୱର ବାଲିଘାଟରେ ହଜାର ହଜାର ଲୋକଙ୍କ ସମାଗମ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜି ଦିନରେ ନଦୀ ପଠା ଓ ସମୁଦ୍ର ତଟରେ ଲୋକମାନେ ଛୋଟ ଛୋଟ ଡଙ୍ଗା ନେଇ ପାଣିରେ ଭସାଇଥାନ୍ତି। ଏନେଇ ବାଲିଘାଟରେ ଭୋର ସମୟରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛୋଟ ଛୋଟ ଡଙ୍ଗା ନେଇ ଉଭୟ ପୁରୁଷ ମହିଳା ପହଞ୍ଚି ପ୍ରଥମେ ଡଙ୍ଗାରେ ଧୂପ ଦୀପ ପାନ ଗୁଆ ଫୁଲ ଫଳ ଚନ୍ଦନ ଦେଇ ଆ କା ମା ବୋଉ ପାନକୁଆ ଥୋଇ ପାନକୁଆ ତୋର ମାସକ ଧର୍ମ ମୋର ଏହା କହି ପୂଜାର୍ଚ୍ଚନା ପରେ ଏହାକୁ ପାଣିରେ ଭସାଇଥିଲେ। ଏଥିସହିତ ବାଲିଘାଟ ପରତ ବନ୍ଦାଣ ଉତ୍ସବର ସ୍ୱତନ୍ତ୍ରତା ହେଉଛି ଭିକ୍ଷୁକ ମେଳା। ହଜାର ହଜାର ସଂଖ୍ୟାରେ ଭିକ୍ଷୁକ ଦେଶର ବିଭିନ୍ନ ରାଜ୍ୟରୁ ଆସିଥାନ୍ତି। ଏହି ଦିନରେ ଭିକ୍ଷୁକମାନଙ୍କୁ ଦାନ କଲେ ଭଗବାନଙ୍କ ଆଶୀର୍ବାଦ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଭିକ୍ଷୁକମାନଙ୍କୁ ଲୋକମାନେ ଦାନ କରିଥାନ୍ତି। ଆଉ ଦାନ ଦେବା ପାଇଁ ହଜାର ହଜାର ଲୋକ ସମାଗମ ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆପଣ ଜାଣନ୍ତି ଏଇଟା ହେଉଛି ଧର୍ମର ମାସ, କାର୍ତ୍ତିକ ମାସ। ତେଣୁ ଲୋକମାନେ ଏଇ ମାସଟିକୁ ଠାକୁରଙ୍କ ପାଖରେ ସମର୍ପଣ କରି ନିଜର ସମସ୍ତ ପାପକୁ କ୍ଷୟ କରି ପୁଣ୍ୟକୁ ଅର୍ଜନ କରିବା ପାଇଁ ଚେଷ୍ଟା କରନ୍ତି। ଏବଂ ଆଜି ହେଉଛି ବାଲିଘାଟର ବୋଇତ ବନ୍ଦାଣ ଉତ୍ସବ। এই ବାଲିଘାଟରେ এই ଯାତ୍ରାଟି 5 ଦିନ ଧରି ପାଳନ କରାଯାଏ ଏବଂ ଏହା ଅତି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଏ। ଏବଂ ଆମ ପୂର୍ବପୁରୁଷମାନେ ଯାହା କହିଯାଇଛନ୍ତି ଯେ ଆମେ ଏଇଠି ବୋଇତ ବନ୍ଧଉଛେ, ବୋଇତ ବନ୍ଦାଣ ଉତ୍ସବରେ ଆମେ ଏଠି ଆକାମା ଭୁଇ କହି ଆମ ବୋଇତକୁ ଭସଉଛେ ଏବଂ ଆମେ କହୁଛେ ଏଇଠି ମଧ୍ୟ ଯେ ସବୁ ପାନଗୁଆଟି ତୋର ଆଉ ସବୁ ପୁଣ୍ୟ ହେଉଛି ମୋର। ତେଣୁ ଯାହା ଆମେ ଏଇ ମାସରେ ଧର୍ମ କରିଛେ ସେ ସବୁ ଧର୍ମ ହେଉଛି ଆମ ପାଖରେ ରହୁ ବୋଲି ଆମେ କାମନା କରୁଛେ। ଏବଂ ଏଇ ଯେଉଁ ବାଲେଶ୍ୱରବାସୀ ସେମାନେ ଏଇଟା ହେଉଛି ଭାଇଚାରାର ସହର। ତେଣୁ ଆପଣମାନେ ସମସ୍ତଙ୍କୁ ମୋର ଅନୁରୋଧ ପୂଜାକୁ ଏବଂ ଏଇ ପୂଜାକୁ ଭଲ ଭାବରେ ବୋଇତ ବନ୍ଦାଣ ଉତ୍ସବକୁ ଉପଭୋଗ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳା ବଜାଇ ରଖନ୍ତୁ। ଏବଂ ଏଠାରେ ବିଭିନ୍ନ ପ୍ରକାରର ପ୍ରୋଗ୍ରାମ ମଧ୍ୟ ହେଉଛି ଯାହା ମୀନା ବାପା କହିଗଲେ। ଆପଣମାନେ ସେଇ ପୂଜାକୁ ଉପଭୋଗ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳା ରଖନ୍ତୁ, ନିୟମ କାନୁନକୁ ମାନନ୍ତୁ ଏବଂ ଏଠାରେ ଯେଉଁ ଆରେଞ୍ଜମେଣ୍ଟ ହେଇଛି, ଯେଉଁ ପୋଲିସ ଭାଇମାନେ ଅଛନ୍ତି ତାଙ୍କର ନିୟମକୁ ମଧ୍ୟ ମାନନ୍ତୁ ଏବଂ ପୂଜାଟିକୁ ଏନ୍ଜୟ କରନ୍ତୁ। ଏତିକି ମୋର ଭଗବାନଙ୍କ ପାଖରେ କାମନା। ଜୟ ଜଗନ୍ନାଥ। ତା ବାବଦରେ ଯିଏ କହିବେ କି ଯେଉଁ ଆମର ସାଧବ ପୁଅ ମାନେ ଯାଉଥିଲେ ସେ ବାବଦରେ ମହିଳା ମାନେ କାହିଁକି କରୁଛନ୍ତି? ଆମେ ଓଡ଼ିଆ, ତେଣୁ ଆମର 12 ମାସରେ 13 ପର୍ବ। ଆମେ ସେ ପର୍ବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରୁ ଏବଂ ବୋଇତ ବନ୍ଦାଣ ସେଥିମଧ୍ୟରୁ ଏକ ଅନ୍ୟତମ ପର୍ବ। ପୂର୍ବପୁରୁଷମାନେ ଆମର କହିଯାଇଛନ୍ତି ଯେତେବେଳେ ଆମର ଭାଇମାନେ ବାଣିଜ୍ୟ କରିବାକୁ ଯାଉଥିଲେ ସେତେବେଳେ ତାଙ୍କର ଧର୍ମପତ୍ନୀ ହୁଅନ୍ତୁ କିମ୍ବା ତାଙ୍କ ମା ହୁଅନ୍ତୁ କିମ୍ବା ଭଉଣୀ ହୁଅନ୍ତୁ, ସେମାନେ ତାଙ୍କୁ ବନ୍ଦାପନା କରି ବୋଇତକୁ ମେଲାଣି ଦେଉଥିଲେ ଏବଂ ତାଙ୍କର ଶୁଭ ମନାସୁଥିଲେ ଏବଂ ଆଶା କରୁଥିଲେ ମଧ୍ୟ ସେମାନେ ସେଠାରୁ କାର୍ଯ୍ୟରେ ସଫଳ ହୋଇ ଆସନ୍ତୁ ଏବଂ ରାଜ୍ୟକୁ ସୁରକ୍ଷିତ ଭାବରେ ଫେରି ଆସନ୍ତୁ। ଏବଂ ସେମାନେ ଜାଭା, ସୁମାତ୍ରା ଦ୍ୱୀପମାନଙ୍କୁ ଯାଉଥିଲେ ଏବଂ ସେଠାରୁ ସେମାନେ ନିଜର କାର୍ଯ୍ୟ ସମ୍ପାଦନ କରି ସୁଚାରୁ ରୂପେ ଆସି ଏଠାରେ ପହଞ୍ଚୁଥିଲେ। ଜୟ ଜଗନ୍ନାଥ। ଆଜି ଏ ପବିତ୍ର ମାସ କାର୍ତ୍ତିକ ମାସ, ଆଜି କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଉତ୍ସବ, ତ ସହିତ ଆମର ବାଲିଯାତ୍ରାର ଯେଉଁ ଆୟୋଜନ, ବାଲିଘାଟ ସୁରକ୍ଷା କମିଟି, ଏ ଦୀର୍ଘ ଦିନର କମିଟି, ଏଠିକାର ଯେଉଁ କର୍ମକର୍ତ୍ତା ମାନେ ସଦସ୍ୟ ମାନେ ଅଛନ୍ତି, ଏ କାର୍ଯ୍ୟକ୍ରମକୁ খুব সুন্দর ভাবে সুরখুর ভাবে শান্তি শৃঙ্খলা ভাবে পালন করা যায়। কাহিঁকি না এটি দূর দূরান্তরু হাজার হাজার ভক্ত শ্রদ্ধালু দোকানী ভাই মানে এবং যে এ মেলাକୁ উপভোগ করନ୍ତି বহু সংখ্যাରେ যোগদান করନ୍ତି। বালিঘাট সুরক্ষা কমিটি তরফରୁ ଆମେ 15 ଦିନ ଧରି ଏ ପ୍ରୟାସ ଜାରି ରଖିଛୁ। କାହିଁକି ନା ଇଏ ଯେଉଁ ବୁଢ଼ାବଳଙ୍ଗ ନଦୀ, ଇଏ ଐତିହ୍ୟର ନଦୀ, ପରମ୍ପରାର ନଦୀ, ये परंपरा को मने पकईଥାଏ। आजिका दिन रे जो साधव पुओ मानकर वार्ता आम मान भितरे खेली जाइची बा मने पकईची, ताकू आज से बोईत को आम परिवार मंगल
स्वामीर मंगल पिलामानंकर मंगल निमंते आमे समस्ते महिला मानक द्वारा प्रत्येक वर्ष भली ए वर्ष मध्य आमे बैत को महानदी रे आमे देइचु भसैचु एवं कमिटी द्वारा जो आयोजन बालीजात्रा रो सेठी आपण माने देखिथिबे कि भलिया जन समूह बहुत दोकानी माने दूर दरांतर आसी जो वाणिज्य को मने पकईचंती कुटीर शिल्प माध्यम रे बहुत प्रकार दुकानदानी हेची लोक माने माँ माउसी भाई माने समस्ते जिनिस पत्र किणाकुणी करूचंती एथिरे किछि दोकानी भाई माने तांकर परिवार गुजारण मेंटेन करती एवं कमिटी द्वारा जो 5 दिन रो कार्यक्रम काली तो हमर सांस्कृतिक कार्यक्रम जाइछि आज मध्य छोट छोट पिला मानकर नृत्य प्रदर्शनी अछि तापरे हमर अतिथि परिचालना अछि पुणी काली मध्य छोट पिला मानकर डांस कंपटीशन अछि तापरे अतिथि आयोजन अछि 16 तारिख रे मध्य अतिथि आसुचंती एवं ऑर्केस्ट्रा रो मध्य आयोजन करा हिची 17 तारिख मध्य अतिथि मंचासीन हेबे ता सहित हमर ऑर्केस्ट्रा रो आयोजन हेची 18 तारिख उद्यापनी रो दिवस से दिन मध्य गोटे बहुत सुंदर ऑर्केस्ट्रा रो आयोजन करा हिची मु समस्त को निवेदन करिवि जे आसंतु ए बाली यात्रा को सब परिवार सहित शांति श्रृंखला सहित समस्ते उपभोग करंतु एवं समस्ते गोटे भाईचारार बंधा होइजिबा। जय जगन्नाथ, वंदे उत्कल जननी।